ओम श्री गणेशाय नमः। कार्तिक महात्म्य द्वाविंश अध्याय। श्रीकृष्ण उवाच इति तद्वचनं श्रुत्वा पृथिवीश्रुतिमानसः स पुञ्जो नारदं भक्त्या विसर्जन तथा प्रिये। एमन्ते नारदଙ୍କ ବାଣୀ ସେ ପୃଥୁରାଜା କର୍ଣ୍ଣେ ଶୁଣି ବିଚାରି ଧର୍ମ ଉପଦେଶ ନୃପତି ହୋଇଲା ସନ୍ତୋଷ। ନାରଦ ବାକ୍ୟ ମନେ ଧରି ସଂସାରେ ଧର୍ମ ଉଦେ କରି ଜ୍ଞାନ ପାଇଲେ କେ ମୁନି ଯେ ଗଲେ ବ୍ରହ୍ମଲୋକେ। ସେ ମୁନି ବଚନେ ଅମୃତ ସଂସାରେ ହୋଇଲା ବିଖ୍ୟାତ। ଯେ ତାହା ଶ୍ରୁତି ପଥେ ଶୁଣି କିୟ ବା ସୁଜନେ ବଖାଣି। ସେ জন শ্রদ্ধা যুক্তে পুছে সে সর্বমুক্তি পত গছে। এমন্তে কৃষ্ণ মুখু শুনি পুଣି পুଛନ୍ତି ଠାକୁରାଣୀ ମୋର ସଂଶୟ ଦୂର କର ଓ ପ୍ରଭୁ କରୁଣା ସାଗର। କଳହା ନାମେ ଯେଉଁ ନାରୀ ସେ ସ୍ୱାମୀ ଦ୍ରୋହୀ ପାପ କରି ବିନେ ପିଶାଚି ହୋଇଥିଲା ବିପ୍ର ତାହାକୁ ଧର୍ମ ଦେଲା। ସେ ଧର୍ମେ ହୋଇଲା ମୁକତ ଏଥକୁ ପୁଛଇ ଏମନ୍ତ। ଯେ ବଣ ସ୍ତ୍ରୀ ମୂର୍ଖପଣେ ନ ସେବେ ସ୍ୱାମୀର ଚରଣେ ଉତ୍ତମ କଥା ନ ଶୁଣଇ ତମେ କେ ତାହା ନ ଜାଣଇ। କେହି ନ ଦେବ ତାକୁ ଧର୍ମ ଏମନ୍ତେ ହେବି ଯାଇ କର୍ମ। ତାହାକୁ ଅଛି ଯେଉଁ ଗତି ବିଚାରି କହ ଯାବଚ୍ୟତି। କୃଷ୍ଣ ବୋଲନ୍ତି ପ୍ରିୟେ ଶୁଣ ସଂସାରେ ବିଧାତା ଭିଆଣ। ଜ୍ଞାନୀ ଅଜ୍ଞାନୀ ଦୁଇ ମତେ ବିଶେଷେ ଅଛନ୍ତି ଜଗତେ। ତାହାଙ୍କ ପାପ ପୁଣ୍ୟ ଫଳ ଦିନକୁ ଦିନ କରି ଠୁଳ। ବିଧାତା ଦେଉଅଛି ବାଣ୍ଟି ଯାହାକୁ ଯେଉଁ କର୍ମ ଘଟି। ତାହା କହିବା ବିଧି ମତେ ହେ ପ୍ରିୟେ ଶୁଣ ଏକ ଚିତେ। ସଂସାରେ ଚାରି ଧର୍ମ ସାର ଯାହା ଅତ୍ୟନ୍ତ ପ୍ରିୟ ମୋର। ବୃକ୍ଷଙ୍କ ମଧ୍ୟରେ ତୁଳସୀ ତିଥିରେ ବ୍ରତ ଏକାଦଶୀ। କ୍ଷେତ୍ରେ ହାରକା ପୁରସ୍ଥାନ ମାସେ କାର୍ତ୍ତିକ ବିଦ୍ୟମାନ। କାର୍ତ୍ତିକ ବ୍ରତ ମନେ ଧରି ଯେ ମତେ ସେବେ ମୂଳ କରି ତାର ଦୁର୍ଗତି ଦୂର ଯାଇ ଏକେ ସେ ଅନ୍ତେ ମତେ ପାଇ। ଯେ ପୁଣ୍ୟ ଥାଇ ତାର ସଙ୍ଗେ ପାପ ନ ରହେ ତାର ଅଙ୍ଗେ ସେଇ ଲଭଇ ମୋର ଗତି ଏଥି ଉତାରୁ ଗୁଣ ସତି। ଯେ ଧନ ହେବ ଦଣ୍ଡଧାରୀ ସେ ଲୋକ ଗ୍ରାମେ ଅଧିକାରୀ। ଯେ ପ୍ରାଣୀ କୁଳର ନାୟକ ଏ ତିନି ମଧ୍ୟେ ଯେତେ ଲୋକ। ଅଜନ୍ତି ପାପ ପୁଣ୍ୟ କର୍ମେ ସେ ଷଡ଼ଭାଗ ହୋଇ ଗମେ। କର୍ତ୍ତା ଲଭଇ ପାଞ୍ଚ ଭାଗ ଅଧିକ ଧୀରେ ଅଂଶେ ଭୋଗ। ଭୋଜନ ପରସିବା ଠାରେ ସେ ପରାପର ମନେ ଧରେ। ଆପଣା ସ୍ନେହ ଅନୁସରି ପରସେ ଅନ୍ନ କ୍ଷୁଦ୍ର କରି। ସେ ଲୋକ ଯେତେ ପାପ ଥାଇ ତିନି ଭାଗରୁ ଅଂଶେ ପାଇ। ଯେ ପାପ ପୁଣ୍ୟ କରିବାରେ ବୁଦ୍ଧିଦାୟକ ହୋଇତାରେ। କିୟ ବା କରେ ଉଦ୍ଯୋଗ
ସେ ପ୍ରାଣୀ ଲଭେ ସମଭାଗ ଯେ ଜନ ପରେ ନିନ୍ଦା କରେ ଈଶୁ ନ ବଚନେ ଧିକାରେ ସେ ତିନି ଅଂଶ ପାପ ପାଇ ସେ ଯାହା ସଙ୍ଗେ ସଙ୍ଗ ହୋଇ ଉଭୟ ପାପ ପୁଣ୍ୟ ଯେତେ ଚତୁର୍ଥ ଅଂଶ ଲଭେ ନେତେ ଯେ ଜନ ମହାପାପୀ କହି ସୁବର୍ଣ୍ଣ ଚୋର ଗୁରୁଦ୍ରୋହୀ ବ୍ରହ୍ମ ହତ୍ୟାଦି କୃତ ଘନ ଏ ଚାରି ଲୋକ ସଙ୍ଗ ଜନ ପାଞ୍ଚ ହି ସମ ମହାପାପୀ ଚତୁର୍ଥ ଅଂଶୀ ଅନ୍ୟ ରୂପୀ ଯେବେଳେ ପର ଦ୍ରବ୍ୟ ହରେ କିଏ ବା ଆପେ ଚୋରି କରେ ଦାମ୍ଭିକ ପଣେ ଧର୍ମ କରେ ଅଧର୍ମେ ଅର୍ଥୀ ଅର୍ଥ ହରେ ଅର୍ଥୀର ପାପ ଯେତେ ଥାଇ ଦାମ୍ଭିକ ଦେହେ ବସେ ଯାଇ ଗୃହିଣୀ ପୁତ୍ର ଶିଷ୍ୟ ଭୃତ୍ୟ ଏ ଚାରି ଜନ ଲୋକମତ ସୁଚିତେ ସେବା ଅନୁକର୍ମେ କାରଣେ ହନ୍ତି ପ୍ରଭୁ ଧର୍ମେ ଦତ୍ତ ହରଣ করে যেহু উভয় পাপ কর্তা সেহু গৃহস্থ ধর্ম যেবে করি কিয় বা পাপ হি আচরি কুটুম্ব জনকু পুছ প্রভু সেবক পচারিব যুবতী পাপ পুণ্য বেনি ষড় অংশরে স্বামী ঘেনি सेवक कर्म एहि रूपे सामंत हृदु गति व्यापे जे बण जन ऋण करी तुझी न पारी जाए मरी से धर्म अर्जी थाई जेते साधुता द्रव्य अनुमते घातक तहु धर्म पाई जम करणे बुझी देई घातक धर्म जेबे नहीं साधु पापरे होई ग्राही द्रव्य समाने पाप पाई घातक नके पड़ु थाई से इष्ट अर्थे मागी द्रव्य आनी ग्रहण करे सर्व ताता लभई देवा धर्म जेबे तथाई अकर्म ग्राह्य अंगरे बसे जाई कहन्ति प्रभु भाविग्राही हेमंते पाप पुण्य जेते संसारे हेउ थाई नित्य एक आरोके कर्म मेटी विधाता देउ अछि बाटी केवल कला कर्म सार आपणे देले पाई पार जेणे लभिब पुण्य जस विकले आत्मा करे नाश एहि प्रकारे पाप पुण्य घेने संसारे जन माने आरोही कर्ममय रथे स्वर्ग नरक बेनी पथे साधु असाधु संग फले गत आगत काले काले प्राणी हुअन्ति आतजात कहन्ति वसुदेव सुत केवल संसार सागरे सुजन संगे थिले तरे भणई महादेव दास सुजने जनरे विश्वास इति श्री पद्मपुराणे उत्तरखंडे कार्तिक महात्म्य कर्म कथन नाम द्विवंशोऽध्यायः।